ଆଜିର ଦିନଟା ମୋ ପାଇଁ ଟିକେ ଅଲଗା ଆଜ୍ଞା, କାରଣ ଆଜି ମହାଦେବଙ୍କ ନାମ ନେଇ ଏକ ପବିତ୍ର ଯାତ୍ରା। କାନ୍ଧରେ କାଉଡି, ହୃଦୟରେ ଭକ୍ତି ଆଉ ମନରେ କେବଳ ଗୋଟିଏ ବିଶ୍ୱାସ, ମହାଦେବ ସବୁବେଳେ ଆମ ସାଥିରେ ଅଛନ୍ତି। ରାସ୍ତା ଆଗକୁ ବଢିବା ସମୟରେ କେଉଁଠି ଭକ୍ତଙ୍କ ମୁହଁରେ ବୋଲବମର ନାରା, ତ କେଉଁଠି ଭକ୍ତିମୟ ଗୀତ, ଆଉ କେଉଁଠି ଦେଖିବାକୁ ମିଳୁଛି ମହାଦେବଙ୍କ ପ୍ରତି ଅସୀମ ଭକ୍ତି। ଏଇ ଯାତ୍ରା ଥକାପଣ ନିଶ୍ଚିନ୍ତ ଅଛି ଆଜ୍ଞା, କିନ୍ତୁ ଭକ୍ତି ଆଗରେ ସେ ଥକାପଣ ମଧ୍ୟ ହାର ମାନିଯାଏ। ପ୍ରତ୍ୟେକ ପାଦରେ ମହାଦେବଙ୍କ ନାମ, ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କୁ ମନେ ପକେଇବା, ଏହା ହିଁ ତ ଏଇ ଯାତ୍ରାର ସବୁଠୁ ବଡ ଆନନ୍ଦ। କାନ୍ଧରେ କାଉଡି, ମୁହଁରେ ବୋଲବମର ନାରା ଆଉ ହୃଦୟରେ ଭୋଳାନାଥଙ୍କ ପ୍ରତି ଅସୀମ ଭକ୍ତି। ସକାଳୁ ରାସ୍ତାରେ ଭକ୍ତଙ୍କ ଭିଡ, କେହି ଖାଲି ପାଦରେ ଚାଲି ଚାଲି ଯାଉଛନ୍ତି, ତ କେହି କାଉଡି ଧରି ମହାଦେବଙ୍କ ନାମ ନେଉଛନ୍ତି, ଆଉ କେହି ଭକ୍ତିରେ ନିଜର ସବୁ କଷ୍ଟ ଭୁଲି ଯାଉଛନ୍ତି। ରାସ୍ତା ଯେତେ ଲମ୍ବା ହେଉ, ପାଦରେ ଯେତେ ଥକାପଣ ଆସୁ, ମନରେ ଯଦି ମହାଦେବଙ୍କ ନାମ ଅଛି, ତାହେଲେ ପ୍ରତ୍ୟେକ ପାଦ ଆଗକୁ ବଢିବାରେ ହିଁ ଶକ୍ତି ମିଳିଥାଏ। ଏଇ ଯାତ୍ରାର ସବୁଠୁ ସୁନ୍ଦର କଥା ହେଉଛି ଆଜ୍ଞା, ଏଠି କେହି ଧନୀ ନୁହଁ କି କେହି ଗରିବ ନୁହଁ, ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ନାମ, ସମସ୍ତଙ୍କ ମନରେ ସେଇ ଗୋଟିଏ ବିଶ୍ୱାସ, ସେ ହେଉଛନ୍ତି ମହାଦେବ। ବାଟରେ ମିଳୁଥିବା ଛୋଟ ଛୋଟ ସେବା, ଭକ୍ତଙ୍କ ପାଇଁ ପାଣି, ଖାଦ୍ୟ ଆଉ ବିଶ୍ରାମର ବ୍ୟବସ୍ଥା, ଏସବୁ ଦେଖିଲେ ଲାଗେ ଭକ୍ତି କେବଳ ମନ୍ଦିରରେ ନୁହଁ, ଭକ୍ତି ମଣିଷର ମଣିଷ ପ୍ରତି ଭଲ ପାଇବାରେ ମଧ୍ୟ ଅଛି। ଆଉ ଯେତେବେଳେ ମନ୍ଦିର ଶିଖର ଦୂରରୁ ଦେଖାଯାଏ, ସେତେବେଳେ ଦିନ ସାରାର ଥକାପଣ ଯେମିତି ଏକ ମୁହୂର୍ତ୍ତରେ ଦୂର ହୋଇଯାଏ। ମନରୁ ବାହାରି ଆସେ କେବଳ ସେ ଗୋଟିଏ ଶବ୍ଦ, ହର ହର ମହାଦେବ। ମହାଦେବଙ୍କ ପାଖରେ ଏତିକି ପ୍ରାର୍ଥନା, ସମସ୍ତଙ୍କ ଜୀବନରେ ସୁଖ ଆଉ ଶାନ୍ତି ରହୁ, ପରିବାର ସୁସ୍ଥ ଓ ଖୁସିରେ ରୁହନ୍ତୁ। ଆଉ ଯେଉଁ ଭକ୍ତ ଯେଉଁ ମନୋକାମନା ନେଇ ଆସିଛନ୍ତି, ଭୋଳାନାଥ ତାଙ୍କର ସେଇ ପ୍ରାର୍ଥନା ଶୁଣନ୍ତୁ। ଏତିକି ଥିଲା ଆଜି ଆମର ବୋଲବମ ଯାତ୍ରାର କିଛି ସୁନ୍ଦର ମୁହୂର୍ତ୍ତ। ଆପଣମାନେ ମଧ୍ୟ ମହାଦେବଙ୍କ ଭକ୍ତ ହୋଇଥିଲେ କମେଣ୍ଟରେ ଲେଖନ୍ତୁ ହର ହର ମହାଦେବ।